ଆପଣମାନେ ତ ପିଆଜ ପତ୍ର ଶାଗ ଖାଇଥିବେ। ଏମିତି ପିଆଜ ପତ୍ର ମାନେ ବରା ଖିଆଯାଏ, ପିଠା ଖିଆଯାଏ, ତା ସହିତ ଷଣ୍ଢା ମଧ୍ୟ ଖିଆଯାଏ। କିନ୍ତୁ ସେ ପିଆଜ ପତ୍ର ଶାଗଟା ବହୁତ ଭଲ ଲାଗିଥାଏ, ହେଲ୍ଦି ହେଇଥାଏ। ଖାସ୍ କରି ଶୀତ ଦିନେ ମିଳିଥାଏ। ଦେଖନ୍ତୁ ଏଇଟା ଆମର ଆସିଛି ବଡ଼ ବଡ଼ ଗଛ ପୁରା, ଆକୁ ଆମର ଉଲି ବି କହିଥାଉ। ଆଉ ଆପଣଙ୍କ ଆଡ଼େ କ'ଣ କହନ୍ତି କହିବେ ନିହାତି। ଆଉ ପିଆଜ କହିଲେ ଆମର ଯୋଉ ଛୋଟ ଛୋଟ କୋଲ ପିଆଜ ତାକୁ ହିଁ କହନ୍ତି। ଆଉ କିନ୍ତୁ ୟାକୁ କହନ୍ତି ଉଲି। କିନ୍ତୁ ଏଇଟା ହିଁ ହାଟରୁ ଆସିଥିଲା। ଗୋଟେ ବିଡ଼ା ଶାଗ ଦେଖନ୍ତୁ, ଆମର ଦୁଇ ବିଡ଼ା ଆସିଛି। ଗୋଟେ ବିଡ଼ା ମୁଁ ପିଠା କରିବି, ଗୋଟେ ବିଡ଼ା ମୁଁ ଶାଗ ଭାଜିଛି। ନମସ୍କାର, ଜୟ ଜଗନ୍ନାଥ, ଜୟ ମହାଦେବ ମାନସ। ଆପଣଙ୍କୁ ସ୍ୱାଗତ ରୋଷେଇ ହଉଛି ମାନସରେ। ଆସନ୍ତୁ ରୋଷେଇ ଷ୍ଟାର୍ଟ କରିବା। ଦେଖନ୍ତୁ ଏଠି ମୁଁ କଡ଼େଇ ବସେଇ ଦେଇଛି। ଆପଣଙ୍କୁ ଯୋଉ ଶାଗ ଗଛ ଦେଖିଥିଲି ତାକୁ ପୁରା ଭଲ ଭାବେ ସେଇଟାକୁ ଭଲ ଭାବେ କାଟି ଦେଇକି ତାକୁ ଧୋଇ ଦେଇକି କାଟିକି ମୁଁ ଏବେ ଆଣିଛି। ଏବେ ଦେଖନ୍ତୁ ଶାଗ ଭାଜିବା ପାଇଁ ହେଲେ ପ୍ରଥମେ ତେଲ ପକେଇବାକୁ ପଡ଼ିବ। ତାପରେ ଜିରା ସୋରିଷ ଯେମିତି ନର୍ମାଲ ଶାଗ ସବୁ ଭାଜନ୍ତି ଆମେ ସେଇ ଶାଗ ସେମିତି ଭାଜିବା। ଦେଖନ୍ତୁ ଏଠି ମୁଁ କଞ୍ଚା ଲଙ୍କା ଶୁଖିଲା ଲଙ୍କା ଉଭୟ ଦେଇଛି। ଆପଣ ଭାବିବେ ଏମିତି କାହିଁକି ଲଙ୍କା ଦେଲେ, କାହିଁକି ନା କଞ୍ଚା ଲଙ୍କାଟା ମୁଁ ଏବେ କାଢ଼ିଦେବି। କାହିଁକି ନା ମା ଖାଇବେ, ତେଣୁକରି ତାଙ୍କ ପାଟିରେ ବାଜି ଗଲେ ତାଙ୍କର ତ ବୟସ ହେଲାଣି, ପାଟି ପୋଡ଼ୁଛି, ସେଥିପାଇଁ ଖାଲି ବାସ୍ନା ପାଇଁ ଦେଇଛି। ଆଉ ଏଠି ମୁଁ ରସୁଣ ଫୁଟେଇଛି। ଆଉ ଦେଖନ୍ତୁ ଏବେ ଆଳୁ ପକେଇଦେଲି। ରସୁଣ ଫୁଟେଇବାର କାରଣ ହେଲା ପିଆଜ ବି ଫୁଟେଇନି, କାହିଁକି ନା ଆମେ ପିଆଜ ପତ୍ରକୁ କରୁଛେ, ତେଣୁକରି ମୁଁ ପିଆଜ ଫୁଟେଇଲି ନାହିଁ, ରସୁଣ ଫୁଟେଇ ଦେଇଛି। ତାପରେ ଦେଖନ୍ତୁ ଗୋଟିଏ ଆଳୁ ଦେଇଛି। ଏବେ ଦେଖନ୍ତୁ ମୋ ଲଙ୍କାକୁ କାଢ଼ି ଦେଇଛି, କେବଳ ଶୁଖିଲା ଲଙ୍କାଟା ସେଥିରେ ରହିବ। ଆପଣଙ୍କ ମନରେ ପ୍ରଶ୍ନ ଆସିବ ଯେ ଲଙ୍କା ତ ଫୁଟା ହେଇଥିଲା କାହିଁକି କାଢ଼ିଲେ? କାଢ଼ିବାର କାରଣ ହେଲା ଯେହେତୁ ମୋ ଶାଶୁ ଖାଇବେ, ବୟସ ହେଇଗଲାଣି, ଆଉ ଟିକେ ଲଙ୍କା ଖାଇଦେଲେ ତାଙ୍କୁ ପୁରା ମୁହଁ ପୁରା ଫୁଲି ଯାଉଛି। ସେଥିପାଇଁ ମତେ ସବୁବେଳେ କଞ୍ଚା ଲଙ୍କା କାଢ଼ିବାକୁ ପଡୁଛି। ସେଥିପାଇଁ ଦେଖ ଶୁଖିଲା ଲଙ୍କା ରହିଲା। ଆଉ ଆଳୁ ମଧ୍ୟ ଏଠି ଆମର ଭଜା ହେଇଗଲାଣି। ଆଳୁ ଦେଖନ୍ତୁ ରସୁଣ ପାଚିଲା ପରେ ଆମେ ଆଳୁ ପକେଇଛୁ, ଆଳୁ ଟିକେ ଭାଜି ହେଇଗଲା। ଏବେ ଆମେ ଦେଖନ୍ତୁ ଆଳୁ ବାଇଗଣ ଉଭୟକୁ ପକେଇଦେଲେ। ଏଠି ମୁଁ କେବଳ ଶୁଖିଲା ଲଙ୍କାଟା କଡ଼େଇରେ ରଖିଛି। ଆଉ ତାପରେ ନେଇଛି ଆମର ଦେଖନ୍ତୁ ଟମାଟୋ ଫାଳେ ମଧ୍ୟ କାଟିକି ରଖିଛି, ତାକୁ ମଧ୍ୟ ଦେବି। ଏସବୁ ଜିନିଷ ପକେଇକିନା କଲେ ପିଆଜ ପତ୍ର ଶାଗଟା ବହୁତ ଭଲ ଲାଗିଥାଏ। ଏବେ ଦେଖନ୍ତୁ ୟାକୁ ମଧ୍ୟ ଦେଇଦେଲେ। ଏଠି ଆମେ ପକେଇଦେଲେ ଟିକେ ସ୍ଲାଇଟ୍ ହଳଦୀ ଗୁଣ୍ଡ, ମାତ୍ର ଅଳ୍ପ ଟିକେ ହଳଦୀ ଗୁଣ୍ଡ ଗୋଟେ ବୁନ୍ଦରେ ପକେଇଲେ। କାହିଁକି ନା ଆମେ ଆଳୁ ବାଇଗଣ ପକେଇଛୁ, ଯେହେତୁ ଟିକେ ନ ପକେଇଲେ ଭଲ ଲାଗେନି, ଫିକାଳିଆ ଲାଗେ, ସେଥିପାଇଁ। ଆଉ ଦେଖନ୍ତୁ ମୁଁ ଟମାଟର ମଧ୍ୟ ଫାଳେ କାଟିକି ରଖିଛି, ତାକୁ ମଧ୍ୟ ଦେବି। କିନ୍ତୁ ଟିକେ ଘୋଡ଼େଇ ଦେଲି, ଗୋଟେ ମିନିଟ୍ ପାଇଁ ଘୋଡ଼େଇ ଦେବୁ। ଘୋଡ଼େଇ ଦେଲା ପରେ ଆଉ ଦେଖନ୍ତୁ ଆଳୁ ବାଇଗଣ ଟିକେ ସିଝିଗଲାଣି। ତାପରେ ସେଇଠି ଆମେ ଆଡ଼ କରିବା ଟମାଟୋ। ଏବେ ସବୁ ଜିନିଷକୁ ଦବା। ଆପଣ ଲୁଣଟାକୁ ପଛରେ ଆଡ଼ କରିବେ, କାହିଁକି ନା ପରିବା ଆଉ ପିଆଜ ପତ୍ର ଦେବା ସଫ୍ଟ ହେଇଯାଇଥାଏ। ତେଣୁକରି ଶାଗ ପରିଣାମ ଦେଖିକି ପକେଇବେ, କି ଯଦି ଜଣେ ପସନ୍ଦ ମଧ୍ୟ ପକେଇ ପାରନ୍ତି, କିଛି କଥା ନାହିଁ। ଏବେ ଦେଖନ୍ତୁ ମୁଁ ତ ଲୁଣ ଆଡ଼ କରିଦେଲି, କାହିଁକି ନା ମୁଁ ଯେତିକି ମୋର ପରିବା ନେଇଛି ଆଉ ପିଆଜ ପତ୍ର କେତିକି ନେଇଛି, ମୁଁ ସେଇ ଅନୁସାରେ ଜାଗା ଉପରେ ପକେଇ ଦେଇଛି। ଆପଣଙ୍କୁ ଯଦି ଦ୍ୱନ୍ଦ୍ୱ ଲାଗେ ନେଟେଇବେ ଟିକେ, ପିଆଜ ପତ୍ର ସଫ୍ଟ ହେଲେ ପକେଇବେ। ତାକୁ ଦେଖନ୍ତୁ ଆଉ 2 ମିନିଟ୍ ପାଇଁ ଘୋଡ଼େଇ ଦେବା। ଲୁଣ ପକେଇଲା ପରେ ସେ ଆରାମସେ ସିଝିଯିବ। ଆଉ ପିଆଜ ପତ୍ର ତ ଖୁବ୍ କମ ସମୟ ଲାଗିଥାଏ ସିଝିବା ପାଇଁ, ବେଶୀ ସମୟ ବି ଲାଗିନଥାଏ। ଆଉ ଏଇ ଆଳୁ ବାଇଗଣ ମୋର ଟିକେ ସିଝିଗଲା ପରେ, ସିଝିଗଲା ପରେ ଆମେ ଯାଇକିନା ପିଆଜ ପତ୍ରକୁ ପକେଇବା। ଦେଖନ୍ତୁ ପିଆଜ ପତ୍ରକୁ ଯେମିତି ଆପଣ ରଫଲି କାଟି ପାରନ୍ତି, ଏହାର ସେମିତି କିଛି ସାଇଜ ରହନ୍ତି, ଏଇ ସାଇଜରେ କାଟିବା, ସେଇ ସାଇଜରେ କାଟିବା, ସେମିତି କିଛି ନଥାଏ। ଆଉ ଶାଗଟା ଖାଇବା ପାଇଁ ବହୁତ ଭଲ ଲାଗିଥାଏ, ଟେଷ୍ଟ ମଧ୍ୟ ହେଇଥାଏ। ଖାସ୍ କରି ଏହି ଦିନ ଶୀତ ଦିନରେ ମିଳିଥାଏ। ଶୀତ ସରି ଆସୁଥିବ, ଖରା ଆରମ୍ଭ ହେଇଯିବ, ସେଇ ସମୟରେ ଶାଗଟି ମିଳିଥାଏ। ଆଉ ବହୁତ ଭଲ ଲାଗିଥାଏ। ଆପଣ ଜାଣିଥିବେ ପିଆଜ ମଧ୍ୟ ଓପଡା ଯାଇଥାଏ ସେଇ ସମୟରେ। ଆଉ ଶାଗଟା ଗୋଟେ ବାଛିକି କରିବାକୁ ପଡିଥାଏ। ଆଉ ଏଇ ତ ବଡ ବଡ ଶାଗରେ ବି କିଛି ବାହାରି ନଥାଏ, ସେମିତି ହିଁ ଖାଲି ମିଳିଥାଏ। ଆପଣଙ୍କ ଆଡେ ମିଳୁଛି ନା ନାହିଁ? ଆଉ ମୁଁ ବହୁତ ଭଲ ପାଏ ଖାଇବା ପାଇଁ, ଆଉ ମୋ ଘରେ ବି ଭଲ ପାଆନ୍ତି ଖାଇବା ପାଇଁ ଶାଗଟା। ମତେ ଖାସ୍ କରି ବେଶୀ ପିଠୁଟା ଭଲ ଲାଗେ। ଶାଗ ଭଜା ମତେ ଭଲ ଲାଗେ, ଯେମିତି ମୁଁ କରିକିନା ଖାଏ, ମତେ ବହୁତ ଭଲ ଲାଗେ। ଏବେ ତ ଆପଣମାନେ ଦେଖିଲେ ଶାଗ ଭଜା କେମିତି ହେଲା, ତାପରେ ଦେଖିବେ ପିଠା। ଆପଣ ପିଠାଟା କଣ କେମିତି କରନ୍ତି କମେଣ୍ଟ ମଧ୍ୟରେ କହିବେ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସବସ୍କ୍ରାଇବ କରିବେ। ଆପଣମାନେ ଫେସବୁକ୍ କିମ୍ବା ୟୁଟ୍ୟୁବ ଦେଖୁଛନ୍ତି, ତାହେଲେ କମେଣ୍ଟରେ ଲେଖିବେ। ଫେସବୁକ୍ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ମୁଁ ସବୁବେଳେ ଆପଣ ଯଦି ଏଇଟାରେ ନ ଦେଖିପାରିଲେ ବି ସେଟାରେ ଦେଖିପାରିବେ, କିଛି କଥା ନାହିଁ। ଆଉ ଯୋଉଥିରେ ଆପଣ ଦେଖିଲେ ସେଟାରେ କହିବେନି, କମେଣ୍ଟ ଲେଖିପାରିବେ। ଯଦି ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ସେୟାର କରିବେ। ଏବେ ଦେଖନ୍ତୁ ଏ ସବୁ ଦେଇଦେଲେ, ତାକୁ 2-3 ମିନିଟ୍ ପାଇଁ ଭଲ ଘୋଡେଇ ଦେବା। ଆଉ ଗ୍ୟାସର ଫ୍ଲେମ୍ ପୁରା ଏଠି ମୋର ହାଇ ଅଛି, ଲୋ କିଛି ରଖିନି, ପୁରା ହାଇ ଅଛି। ଏବେ ଦେଖନ୍ତୁ ଶାଗ ଦ୍ୱାରା ସଫ୍ଟ ହେଇଗଲାଣି, ସିଝିଗଲାଣି। ଶାଗକୁ ମାତ୍ର 7 ମିନିଟ୍ ଶାଗ ସିଝି ଯାଇଥାଏ। ଆଉ ଦେଖନ୍ତୁ ଆମେ ଆଳୁ ବାଇଗଣ 80 ଭାଗ ସିଝିଲା ପରେ ଆମେ ଏଠି ପିଆଜ ପତ୍ରକୁ ଆଡ୍ କରିଛେ। ଏବେ ଦେଖନ୍ତୁ ସବୁ ଜିନିଷ ରେଡି ହେଇଗଲାଣି। ଆଉ ଆକୁ
ଆପଣ ଗରମ ଭାତ ପଖାଳ ଭାତ ଯେ ସହିତ ଖାଇଲେ ବହୁତ ଭଲ ଲାଗିଥାଏ, ଟେଷ୍ଟ ମଧ୍ୟ ଲାଗିଥାଏ। ଥରେ କରନ୍ତୁ, ଯଦି ପେଟ ଭିତରେ ଅଛି ନା ତେବେ ତାକୁ ଗରମ ଶାଗ ଭାଜନ୍ତୁ। ସେମିତି ହେଲା ଆପଣଙ୍କର ତରକାରୀ ଗଣ୍ଠରେ। ଏବେ ଦେଖନ୍ତୁ ଶାଗ ମଧ୍ୟ ସିଝିଗଲାଣି। ଆଉ ଶାଗ ସିଝିଗଲାଣି, ପ୍ରେସ୍ ହେଇଗଲାଣି। ଗ୍ୟାସ୍ ଅଫ୍ କରିଦେଲେ, ଗରମ ଗରମ ପରସିଦେବା।